ଗଙ୍ଗୁ ଓ ହୀରା ନାମରେ ଦୁଇଟି ଷଣ୍ଢ ଥିଲେ। ଦୁହେଁ ବହୁତ ଶକ୍ତିଶାଳୀ ଥିଲେ। ଦୁହେଁ ନିରୀହ ଲୋକ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଅକାରଣରେ ସିଂହରେ ଟେକି ଫୋପାଡ଼ି ଦଉଥିଲେ। ଦିନେ ଦୁଇ ଜଣ ଷଣ୍ଢ ମୁହାଁମୁହିଁ ହେଲେ। ସେମାନଙ୍କ ମଧ୍ୟରେ ଯୁକ୍ତି ହେଲା ଯେ ସବୁଠାରୁ ଶକ୍ତିଶାଳୀ କିଏ। ଶେଷରେ ଦୁଇ ଷଣ୍ଢଙ୍କ ମଧ୍ୟରେ ଲଢ଼େଇ ହେଲା। ଦି ଜଣ ଷଣ୍ଢ ଗୋଟିଏ ପୋଖରୀ ପାଖରେ ଲଢ଼ୁଥିଲେ। ଦୁଇ ଷଣ୍ଢଙ୍କ ଲଢ଼ୁଥିବାର ଦେଖି ସେହି ପୋଖରୀରେ ରହୁଥିବା ଗୋଟିଏ ବୁଢ଼ୀ ବେଙ୍ଗ ଡରିଗଲା। ସେଇଠୁ ଛୋଟ ବେଙ୍ଗଟିଏ ବୁଢ଼ୀ ବେଙ୍ଗକୁ ପଚାରିଲା, ଆଈ, ତୁ ଏତେ ଡରୁଛୁ କାହିଁକି? ଷଣ୍ଢ ଦି ଜଣ ତ ଏପରିକି ଆମ ପଟକୁ ବି ଚାହୁଁନାହାନ୍ତି। ବୁଢ଼ୀ ବେଙ୍ଗ ଉତ୍ତର ଦେଇ କହିଲା, ଏ ଦୁଇ ଜଣଙ୍କ ଭିତରୁ ଜଣେ ଜିତିବ, କିନ୍ତୁ ଜିଣିଥିବା ଷଣ୍ଢ ଏତିକିରେ ଛାଡ଼ିଦେବ ନାହିଁ। ସେ ହାରିଥିବା ଷଣ୍ଢକୁ ଏହି ପୋଖରୀକୁ ଠେଲିଦେବ। ଏଡ଼ିକି ବଡ଼ ଷଣ୍ଢ ଏ ପୋଖରୀରେ ପଡ଼ିଗଲେ ଆମ ଭିତରୁ କେତେ ଜଣ ନିଶ୍ଚୟ ମରିଯିବେ। ତେଣୁ ଏ ପୋଖରୀ ଛାଡ଼ି ପଳାଇବା ଓ ଆମେ ଆମ ଜୀବନ ବଞ୍ଚାଇବା। ବୁଢ଼ୀ ବେଙ୍ଗଟି ଏତିକି କହିଛି ନା ନାହିଁ, ଗଙ୍ଗୁ ଷଣ୍ଢ ହୀରା ଷଣ୍ଢକୁ ପୋଖରୀ ଭିତରକୁ ଠେଲିଦେଲା। ହୀରା ଷଣ୍ଢ ଢୁମ୍କିନା ପୋଖରୀ ଭିତରେ ପଡ଼ିଗଲା। ଷଣ୍ଢ ତଳେ ଚାପି ହୋଇ କେତେ ବେଙ୍ଗ ସେଇଠି ହିଁ ମରିଗଲେ। ବୁଢ଼ୀ ବେଙ୍ଗ ଛୋଟ ବେଙ୍ଗକୁ କହିଲା, ଦେଖିଲୁ,